ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ସାରା ଦେଶରୁ ଲକ୍ଷ ଲକ୍ଷ ଲୋକ ତାଙ୍କର ଦର୍ଶନ ଏବଂ ସତ୍ସଙ୍ଗର ଭାଗ ନେବା ପାଇଁ ବୃନ୍ଦାବନ ତୀର୍ଥକୁ ଧାଇଁ ଆସିଥାନ୍ତି। କେବଳ ସାଧାରଣ ଲୋକ ନୁହନ୍ତି, ବରଂ କ୍ରିକେଟର ଠାରୁ ଆରମ୍ଭ କରି ବଲିଉଡର ଅନେକ ଦାମୀ ଦାମୀ ବ୍ୟକ୍ତି ମଧ୍ୟ ତାଙ୍କ ଦରବାରରେ ପହଞ୍ଚି ନିଜର ଭକ୍ତି ନିବେଦନ କରୁଥିବାର ଦେଖିବାକୁ ମିଳିଥାଏ। ମହାରାଜଙ୍କର ଦରବାରରେ ଯେତେବେଳେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଚାଲେ, ସେତେବେଳେ ଭକ୍ତମାନେ ନିଜ ଜୀବନର ବିଭିନ୍ନ ସମସ୍ୟା ତାଙ୍କ ଆଗରେ ରଖନ୍ତି। ଲୋକମାନେ ପ୍ରାୟତଃ ତାଙ୍କୁ କିଛି ଅସାଧାରଣ ଏବଂ ମଜାଳିଆ ପ୍ରଶ୍ନ ମଧ୍ୟ ପଚାରିଥାନ୍ତି, ଯାହାର ଉତ୍ତର ଦେବା ସମୟରେ ପ୍ରେମାନନ୍ଦ ମହାରାଜଙ୍କ ମୁହଁରେ ହସ ଫୁଟିଯାଏ। ନିକଟରେ ମହାରାଜଙ୍କ ଦରବାରରେ ଜଣେ ବ୍ୟକ୍ତି ଏପରି ଏକ ପ୍ରଶ୍ନ ପଚାରିଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାକୁ ଲାଗିଛି। ଭାଇରାଲ ହେଉଥିବା ସେହି ଭିଡିଓରେ ଜଣେ ଯୁବକ ମହାରାଜଙ୍କୁ ଏକ ନିଆରା ପ୍ରଶ୍ନ କରିଥିଲେ। ସେ ପଚାରିଥିଲେ, ମହାରାଜ ଜୀ, ବର୍ତ୍ତମାନ ଏକ ବ୍ୟସ୍ତବହୁଳ ଓ ମୋବାଇଲ ଯୁଗରେ ଆମେ କିପରି ମନକୁ ଶାନ୍ତି ରଖିବୁ ଏବଂ ଭଗବାନଙ୍କ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବୁ, କାରଣ ସୋସିଆଲ ମିଡିଆ ଆଗକୁ ବହୁତ ବିଚଳିତ କରୁଛି। ଏହି ପ୍ରଶ୍ନ ଶୁଣିବା ପରେ ପ୍ରେମାନନ୍ଦ ମହାରାଜ ହସିଥିଲେ ଏବଂ ଅତି ସୁନ୍ଦର ଢଙ୍ଗରେ ଉତ୍ତର ଦେଇଥିଲେ। ସେ କହିଥିଲେ ଯେ ଟେକ୍ନୋଲୋଜି ବା ମୋବାଇଲ ନିଜେ ଖରାପ ନୁହେଁ, କିନ୍ତୁ ଆମେ ଏହାକୁ କିପରି ବ୍ୟବହାର କରୁଛେ ତାହା ଗୁରୁତ୍ୱପୂର୍ଣ୍ଣ। ଏହାର ଦାସ ନ ହୋଇ ଏହାକୁ ଏକ ମାଧ୍ୟମ ଭାବରେ ବ୍ୟବହାର କର, ନିଜର କର୍ମ କରୁଥାଅ ଏବଂ ପ୍ରତି ମୁହୂର୍ତ୍ତରେ ମନେ ମନେ ରାଧା ରାଧା ନାମ ଜପ କର। ତାଙ୍କର ଏହି ସରଳ ବାସ୍ତବିକ ଉତ୍ତର ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ହୃଦୟ ଜିଣି ନେଇଥିଲା। ଏବେ ଇଣ୍ଟରନେଟ୍ ଏହି କଥାଟି ବ୍ୟାପକ ଭାବେ ସେୟାର କରାଯାଇଛି।